ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜି ମୁଁ ଆପଣମାନଙ୍କୁ ସେଇ ଜାଗା ଦେଖେଇବି ଯେଉଁ ଜାଗାରେ ଦାଉଦ ଏବଂ ଗଲିଆତ ମଧ୍ୟରେ ଯୁଦ୍ଧ ହୋଇଥିଲା, ଯାହାକୁ କହନ୍ତି ଭ୍ୟାଲି ଅଫ୍ ଇଲା। ଭ୍ୟାଲି ଅଫ୍ ଇଲା ଯେଉଁ ଜାଗାରେ ଦାଉଦ ଏବଂ ଗଲିଆତ ମଧ୍ୟରେ ଯୁଦ୍ଧ ହୋଇଥିଲା, ଆଉ ଯେଉଁଠାରେ ଦାଉଦ ଗଲିଆତକୁ ବଧ କରିଥିଲେ ସଦାପ୍ରଭୁଙ୍କ ନାମ ନେଇକି, ସେ ଜାଗାକୁ ଆମେମାନେ ଦେଖିବା। ପ୍ରିୟ ବନ୍ଧୁଗଣ, ଏଇଟା ହେଉଛି ଏକ ଐତିହାସିକ ବିଷୟ ଅଟେ। ଆଉ ଇଏ ଏମିତି ଏକ ଇତିହାସ ଯାହାକୁ କେହି ମଧ୍ୟ ମନା କରିପାରେ ନାହିଁ। ତେବେ ଖ୍ରୀଷ୍ଟର ପ୍ରିୟ ଭାଇମାନେ ଭ୍ୟାଲି ଅଫ୍ ଇଲା ଦାଉଦ ଏବଂ ଗଲିଆତଙ୍କର ଯୁଦ୍ଧକ୍ଷେତ୍ର। ଯଦି ଆପଣ ପଢ଼ିବେ ପ୍ରଥମ ସାମୁଏଲ ତାର 17 ପର୍ବ, 17 ପର୍ବରେ ପୁରା ସମ୍ପୂର୍ଣ୍ଣ ରୂପେ ଲେଖା ଅଛି ଦାଉଦ କେମିତି ଆସିଲେ, ଗଲିଆତ କେମିତି ସଦାପ୍ରଭୁଙ୍କୁ ଚ୍ୟାଲେଞ୍ଜ କରୁଥିଲା, ଆଉ ସେହି ସମୟରେ ଦାଉଦ ଆସିଲେ, ଆଉ ସେ କେମିତି ସାଉଲଙ୍କୁ ପରମିସନ୍ ମାଗିଲେ ଯେ ମୁଁ ତାଙ୍କ ସହିତ ଯୁଦ୍ଧ କରିବି, ଆଉ ଦାଉଦ ଆଉ ଗଲିଆତ ଦୁଇ ଜଣ କେମିତି ସାମ୍ନାସାମ୍ନି ହେଲେ, ଆଉ ଦାଉଦ କେମିତି ତାଙ୍କୁ ବଧ କଲେ, ଆଉ ସେଇ ସମସ୍ତ ବିଷୟ ଲେଖା ଅଛି। ତେବେ ପ୍ରିୟ ବନ୍ଧୁଗଣ, ମୁଁ ଆପଣଙ୍କ ନିମନ୍ତେ ବାକ୍ୟ ମୁଁ ପଢ଼ିବା ପାଇଁ ଚାହେଁ। ଆପଣ ଏହି ଭିଡ଼ିଓକୁ ଦେଖି ଏନ୍ଜୟ କରୁଥାନ୍ତୁ, ଆଉ ପରମେଶ୍ୱରଙ୍କ ବାକ୍ୟ ମଧ୍ୟ ଆପଣ ଶ୍ରବଣ କରୁଥାନ୍ତୁ। ତେବେ ପ୍ରିୟ ବନ୍ଧୁଗଣ, ଦାଉଦ ଏବଂ ଗଲିଆତ ଆଉ ସାମ୍ନାସାମ୍ନି ହେଇଥିବା ଜାଗା, ବା ଆପଣ କହିପାରିବେ ଦାଉଦ ଗଲିଆତକୁ ବଧ କରିଥିବା, ହତ୍ୟା କରିଥିବା ଜାଗା। ପ୍ରଥମ ସାମୁଏଲ 17 ପର୍ବ 41 ପଦର ଆମେ ପଢ଼ିବା। ତ ଆପଣ ଦେଖୁଥାନ୍ତୁ, ଆମେମାନେ ଦେଖିବା ସେଇ ଜାଗାକୁ ମଧ୍ୟ ଆମେ ଦେଖିବା ଯେଉଁ ଜାଗାରେ ଦାଉଦ କାହାକୁ ବଧ କରିଥିଲେ, ଗଲିଆତକୁ ବଧ କରିଥିଲେ। ତେବେ ପ୍ରଥମ ସାମୁଏଲ 17 ପର୍ବ 41 ପଦରୁ ଏଠି ଏମିତି ଲେଖା ଅଛି, ଏଥିରେ ପଲେଷ୍ଟିୟ ଅଗ୍ରସର ହୋଇ ଦାଉଦଙ୍କର ସନ୍ନିକଟ ହେଲା ଓ ତାହାର ଢାଲ ବାହକ ତାହାର ଆଗେ ଆଗେ ଚାଲିଲା। ତ ପଲେଷ୍ଟିୟ ଚାରିଆଡ଼କୁ ଅନାଇ ଦାଉଦଙ୍କୁ ଦେଖି ତୁଚ୍ଛ ଜ୍ଞାନ କଲା, କାରଣ ସେ ଯୁବା ଓ ଈଷତ୍ ରକ୍ତବର୍ଣ୍ଣ ଓ ସୁନ୍ଦର ବଦନ ଥିଲେ। ପୁଣି ସେହି ପଲେଷ୍ଟିୟ ଦାଉଦଙ୍କୁ କହିଲା, ମୁଁ କି କୁକୁର ଯେ ତୁ ଜସ୍ତି ନେଇ ମୋ ପାଖକୁ ଆସିଛୁ। ତହିଁରେ ପଲେଷ୍ଟିୟ ଆପଣ ଦେବତାମାନଙ୍କ ନାମରେ ଦାଉଦଙ୍କୁ ଶାପ ଦେଲା ବା ଅଭିଶାପ ଦେଲା। ଆଉ ସେହି ପଲେଷ୍ଟିୟ ଦାଉଦଙ୍କୁ କହିଲା, ମୋ କତିକି ଆ, ମୁଁ ତୋର ମାଂସ ଆକାଶ ପକ୍ଷୀ ଓ ବିଲ ପଶୁମାନଙ୍କୁ ଦେବି। ତେବେ ଦାଉଦ ପଲେଷ୍ଟିୟକୁ କହିଲେ, ତୁମେ ଖଡ଼୍ଗ ଘେନି, ବର୍ଚ୍ଛା ଘେନି ଓ ଶଲ୍ୟ ଘେନି ମୋ କତିକି ଆସିଅଛ। ମାତ୍ର ତୁମେ ଯାହାଙ୍କୁ ତୁଚ୍ଛ କରିଅଛ, ସେ ଇସ୍ରାଏଲ ସୈନ୍ୟ ଶ୍ରେଣୀର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ ନିକଟକୁ ମୁଁ ଆସୁଅଛି। ପ୍ରିୟ ବନ୍ଧୁଗଣ, ଆଜି ଦିନ ସଦାପ୍ରଭୁ ତୁମକୁ ମୋ ହସ୍ତରେ ସମର୍ପି ଦେବେ। ଏଣୁ ମୁଁ ତୁମକୁ ଆଘାତ କରି ତୁମ୍ଭଠାରୁ ତୁମ ମସ୍ତକ ଅଲଗା କରିବି। ପୁଣି ମୁଁ ଆଜି ପଲେଷ୍ଟିୟମାନଙ୍କ ସୈନ୍ୟଗଣର ଶବ ଆକାଶ ପକ୍ଷୀଗଣକୁ ଓ ପୃଥିବୀସ୍ଥ ବନ ପଶୁମାନଙ୍କୁ ଦେବି। ତହିଁରେ ଇସ୍ରାଏଲ ମଧ୍ୟରେ ଏକ ପରମେଶ୍ୱର ଅଛନ୍ତି ବୋଲି ସମୁଦାୟ ଜଗତ ଜାଣିବେ। ଆଉ ଏହି ସମସ୍ତ ସମାଜ ଜାଣିବେ ଯେ ସଦାପ୍ରଭୁ ଖଡ଼୍ଗ ଓ ବର୍ଷା ଦ୍ୱାରା ଉଦ୍ଧାର କରନ୍ତି ନାହିଁ, କାରଣ ଏହି ଯୁଦ୍ଧ ସଦାପ୍ରଭୁଙ୍କର ଓ ସେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ। ପ୍ରିୟ ବନ୍ଧୁଗଣ, ତେବେ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ଭ୍ୟାଲି ଅଫ୍ ଇଲା, ବା ଏଇ ଜାଗାରେ ଯୁଦ୍ଧ ହୋଇଥିଲା ଦାଉଦ ଏବଂ ଗଲିଆତ ମଧ୍ୟରେ। ଏହି ସ୍ଥାନରେ ଯୁଦ୍ଧ ହୋଇଥିଲା। ଆଉ ଆପଣ ଯେଉଁ ଏଇ ଗଛ ଦେଖୁଛନ୍ତି, ଏ ଗଛ ନାଁ କ'ଣ ଆପଣ ଜାଣିଛନ୍ତି? ଶୁଣନ୍ତୁ, ଏଇ ଗଛ ନାଁ ହେଉଛି ଜିତ ଗଛ। ଆପଣ ଜିତ ପର୍ବତ ନାଁ ଶୁଣିଥିବେ। ଅଲିଭ୍ ଟ୍ରି ଇଂରାଜୀରେ କୁହାଯାଏ ଜିତ ଗଛ। ଆଉ ଜିତ ଗଛ ଦେଖନ୍ତୁ ଏମିତି, ତା'ର ପତ୍ର ଗୁଡ଼ିକ ବି ଏମିତି। ଆଉ ଇଏ ହେଉଛି ସେଇ ଜାଗା
ଲେଖାଯାଏ ବାଇବଲରେ ଏକ ପାହାଡ଼ ଥିଲା। ପାହାଡ଼ର ଗୋଟେ ପାର୍ଶ୍ୱରେ ଇସ୍ରାଏଲ ଲୋକମାନଙ୍କର ଛାଉଣି ଥିଲା, ପାହାଡ଼ର ଆଉ ଗୋଟେ ପାର୍ଶ୍ୱରେ ପଲେଷ୍ଟିୟମାନଙ୍କର ଛାଉଣି ଥିଲା। ତେବେ ଦେଖନ୍ତୁ, ଇଏ ସେଇ ପାହାଡ଼, ଇଏ ସେଇ ଜାଗା, ଆଉ ଯେଉଁ ଜାଗାରେ ଗଲିଆଥ ଆଉ ଦାଉଦଙ୍କର ଯୁଦ୍ଧ ହୋଇଥିଲା ଆଉ ଦାଉଦ ତାଙ୍କୁ ବଧ କରିଥିଲେ। ତେବେ এই ଜାଗାକୁ ଦେଖୁଥାନ୍ତୁ, ଇଏ ହେଉଛି ଛୋଟ ଜାଗା ନୁହେଁ। ଏ ଯେଉଁ ଭ୍ୟାଲି ଅଫ୍ ଇଲା ଦାଉଦ ଗଲିଆଥର ଯୁଦ୍ଧ କ୍ଷେତ୍ର ଯେଉଁଟା, ଇଏ ବହୁତ ବଡ଼ ଏରିଆ। ଇଏ ପୁରା ଏରିଆ ଯେଉଁଟା ଆପଣଙ୍କ ଦେଖୁଛନ୍ତି, ପୁରା ଆଖି ଯେଉଁ ଯାକେ ପାଉଛି, ପୁରା ସମ୍ପୂର୍ଣ୍ଣ ଏରିଆ ହେଉଛି କ'ଣ, ଭ୍ୟାଲି ଅଫ୍ ଇଲା ନାମରେ ପରିଚିତ। ତେବେ ଆମେ ଦେଖିବା 48 ପଦ। ଆପଣ ଭିଡ଼ିଓ ଦେଖୁଥାନ୍ତୁ ଆଉ ବାକ୍ୟ ମଧ୍ୟ ଶୁଣୁଥାନ୍ତୁ। ଏଉ ତାର ସେହି ପଲେଷ୍ଟିୟ ଉଠି ଦାଉଦଙ୍କ ସଙ୍ଗେ ଭେଟିବାକୁ ଆସି ନିକଟବର୍ତ୍ତୀ ହୁଅନ୍ତେ, ଦାଉଦ ଶୀଘ୍ର ସେହି ପଲେଷ୍ଟିୟ ସହିତ ଭେଟିବାକୁ ସୈନ୍ୟ ଶ୍ରେଣୀ ଆଡ଼େ ଦୌଡ଼ିଲେ। ପୁଣି ଦାଉଦ ଆପଣା ଝୁଲିରେ ହାତ ପୁରାଇ ତହିଁରୁ ଗୋଟିଏ ପଥର କାଢ଼ି ଛାଟିନିରେ ମାରି ସେହି ପଲେଷ୍ଟିୟର କପାଳକୁ ଆଘାତ କଲେ। ତହିଁରେ ସେ ପଥର ତାହା କପାଳରେ ପଶିଯାନ୍ତେ ସେ ମୁହଁ ମାଡ଼ି ଭୂମିରେ ପଡ଼ିଲା। ଏହି ପ୍ରକାର ଦାଉଦ ଛାଟିନି ଓ ପଥର ଦ୍ୱାରା ସେ ପଲେଷ୍ଟିୟ ଉପରେ ଜୟଲାଭ କଲେ ଓ ପଲେଷ୍ଟିୟକୁ ଆଘାତ କରି ବଧ କଲେ। ମାତ୍ର ଦାଉଦଙ୍କ ହସ୍ତରେ ଖଡ଼ଗ ନଥିଲା। ତହୁଁ ଦାଉଦ ଦୌଡ଼ି ଯାଇ ସେହି ପଲେଷ୍ଟିୟ ଉପରେ ଠିଆ ହେଲେ ଓ ତାହାର ଖଡ଼ଗ ନେଇ ଖାପର କାଢ଼ି ତାହାକୁ ବଧ କଲେ ଓ ତଦ୍ୱାରା ତାହାର ମସ୍ତକ ଛେଦନ କଲେ। ଆଉ ପଲେଷ୍ଟିୟମାନେ ଆପଣାମାନଙ୍କ ବୀରକୁ ମୃତ ଦେଖି ପଳାଇଲେ। ତେଣୁ ଇସ୍ରାଏଲ ଓ ଜିହୁଦାର ଲୋକମାନେ ଉଠି ଜୟଧ୍ୱନି କଲେ ଓ ଗାଥ ସନ୍ନିକଟ ଓ ଇକ୍ରଣ ଦ୍ୱାର ପର୍ଯ୍ୟନ୍ତ ପଲେଷ୍ଟିୟମାନଙ୍କ ପଛେ ପଛେ ଗୋଡ଼ାଇଲେ। ତହିଁରେ ପଲେଷ୍ଟିୟମାନଙ୍କ ହତ ଲୋକମାନେ ସାରଇମ୍ ପଥରେ ଗାଥ ଓ ଇକ୍ରଣ ପର୍ଯ୍ୟନ୍ତ ଦୌଡ଼ିଲେ। ଏଉ ତାରେ ଇସ୍ରାଏଲ ସନ୍ତାନଗଣ ପଲେଷ୍ଟିୟମାନଙ୍କ ପଛେ ପଛେ ଗୋଡ଼ାଇବାରୁ ଲେଉଟି ଆସି ସେମାନଙ୍କ ଛାଉଣି ଲୁଟ୍ କଲେ। ପୁଣି ଦାଉଦ ସେହି ପଲେଷ୍ଟିୟର ମସ୍ତକ ନେଇ ଜେରୁସାଲେମକୁ ଆଣିଲେ, ମାତ୍ର ତାହାର ଶଯ୍ୟା ଆପଣା ତମ୍ବୁରେ ରଖିଲେ। ସେହି ପଲେଷ୍ଟିୟ ବିରୁଦ୍ଧରେ ଦାଉଦଙ୍କୁ ବାହାରିବାର ଦେଖି ସାଉଲ ସୈନ୍ୟର ସେନାପତି ଅବନରକୁ କହିଲେ, ଅବନର, ଏ ଯୁବା କାହାର ପୁଅ? ଅବନର କହିଲା, ହେ ମହାରାଜ, ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ କହୁଅଛି, ମୁଁ କହିପାରିବି ନାହିଁ। ତହିଁ ରାଜା କହିଲେ, ପଚାର, ଏ ଭେଣ୍ଡିଆଟି କାହାର ପୁଅ? ଆଉ ଦାଉଦ ପଲେଷ୍ଟିୟକୁ ବଧ କରି ପଲେଷ୍ଟିୟର ମସ୍ତକ ହସ୍ତରେ ଧରି ଫେରି ଆସିବା ବେଳେ ଅବନର ତାଙ୍କୁ ନେଇ ସାଉଲଙ୍କ ସମ୍ମୁଖକୁ ଆଣିଲା। ତେଣୁ ସାଉଲ ତାକୁ ପଚାରିଲେ, ହେ ଯୁବକ, ତୁମେ କାହାର ପୁଅ? ଦାଉଦ ଉତ୍ତର ଦେଲେ, ମୁଁ ଆପଣଙ୍କ ଦାସ ବେଥଲିହିମୀୟ ଯିଶିର ପୁଅ। ତେବେ ପ୍ରିୟ ବନ୍ଧୁଗଣ, ଘଟଣାଟି ହେଉଛି ଏମିତି। এই ଜାଗାରେ ଯୁଦ୍ଧ ହୋଇଥିଲା ଆଉ ଦାଉଦ ଗଲିଆଥକୁ ବଧ କରିକି ଏକ ଇତିହାସ ରଚନା କରିଥିଲେ, ଯେଉଁ ଇତିହାସ ଆମେ ବର୍ତ୍ତମାନ ପଢ଼ୁଛୁ ବାଇବେଲରେ, ଆଉ ଯେଉଁ ସ୍ଥାନକୁ ଆମେ ନିଜ ଆଖିରେ ଦେଖୁଅଛୁ। ଦେଖନ୍ତୁ, ଏଠି ବହୁତ ଜିତ ଗଛ ଦେଖିବାକୁ ମିଳେ। ଯଦି ଆପଣ କେବେ ଏ ସ୍ଥାନକୁ ଯିବେ, ଏଠି ଆମର ଜିତ ଗଛ, ଜିତ ଫଳ ଆପଣ ଦେଖିବେ। ଆଉ ଏଇ ଗଛରୁ ଯେଉଁ ତେଲ ବାହାରେ, ଏଇ ଜିତ ଗଛର ଫଳରୁ ତେଲ ବାହାର କରାଯାଏ, ସେ ତେଲ ହେଉଛି ବହୁତ ମୂଲ୍ୟବାନ। ଜିତ ଅଲିଭ ଅଏଲ ମାନେ ବହୁତ ମୂଲ୍ୟବାନ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଦାଉଦ ଗଲିଆଥଙ୍କ ଯୁଦ୍ଧ କ୍ଷେତ୍ର ଦେଖି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରିକି ନିଶ୍ଚିତ ଭାବରେ ଜଣାଇବେ। ପ୍ରିୟ ବନ୍ଧୁଗଣ, ଆଉ এই ଭିଡ଼ିଓକୁ ନିଶ୍ଚିତ ଭାବରେ ସେୟାର କରିବେ। ଆଉ ଯଦି ଆମର ପ୍ରଥମ ଥର ପାଇଁ ଚ୍ୟାନେଲକୁ ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିବେ। ଆଗାମୀ ଦିନମାନଙ୍କରେ ଏମିତି ଆହୁରି ଅନେକ ଭିଡ଼ିଓ ଆପଣଙ୍କୁ ମିଳିବ। ତେବେ ସେଦିନ ଗଲିଆଥକୁ ଦାଉଦ ବଧ କରି ଏକ ଇତିହାସ ରଚନା କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେ ଇସ୍ରାଏଲର କ'ଣ ହେଲେ? ରାଜା ହେଲେ।
ସାଉଲଙ୍କ ପରେ ସେ କ'ଣ ହେଲେ? ରାଜା ହେଲେ। ହଁ ପ୍ରିୟ ବନ୍ଧୁଗଣ, ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମଧ୍ୟ ଦାଉଦଙ୍କ ସନ୍ତାନ ବୋଲି କୁହାଯାଏ। ମାନେ ବାଇବେଲରେ ଦାଉଦଙ୍କର ସ୍ଥାନ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଉ ଦାଉଦ ଏମିତି ସାହସୀ ବ୍ୟକ୍ତି ଥିଲେ, ସେ ହିଂସ୍ର ଜନ୍ତୁମାନଙ୍କ ସହିତ ଯୁଦ୍ଧ କରୁଥିଲେ, ଲଢ଼େଇ କରୁଥିଲେ ଆଉ ସେମାନଙ୍କୁ ପରାସ୍ତ କରୁଥିଲେ। ଦାଉଦଙ୍କର ବିଶ୍ୱାସ ଥିଲା ଯେ ସେ ସଦାପ୍ରଭୁଙ୍କ ଦ୍ୱାରା ସବୁକିଛି କରିପାରିବେ। ଦାଉଦଙ୍କର ଏମିତି ବିଶ୍ୱାସ ଥିଲା, ଯଦି ମୁଁ ସୈନ୍ୟାଧିପତି ସଦାପ୍ରଭୁଙ୍କର ନାମ ନେଇକି ମୁଁ ଯିବି, ତେବେ ଯେତେ ବଡ଼ ବୀର ହେଉନା କାହିଁକି ସେ ମୋ ସାମ୍ନାରେ ଠିଆ ହୋଇପାରିବ ନାହିଁ, କାରଣ ସଦାପ୍ରଭୁଙ୍କର ନାମ ମୋ ସାଙ୍ଗରେ ରହିଅଛି। ସେଇ ପରମେଶ୍ୱର ସଦାପ୍ରଭୁଙ୍କ ନାମ ନେଇକି ଗଲେ। ସେଥିପାଇଁ ଦାଉଦ କହୁଛନ୍ତି କ'ଣ? ତୁମେ ଯେଉଁ ପରମେଶ୍ୱରଙ୍କୁ ତୁଚ୍ଛ କରିଅଛ। ଦାଉଦ କହୁଛନ୍ତି ଗଲିଆଥକୁ, ତୁମେ ଯେଉଁ ସଦାପ୍ରଭୁଙ୍କ ନାମକୁ ତୁଚ୍ଛ କରିଅଛ, ମୁଁ ଅଲଗା କାହା ନାମ ନୁହେଁ, ତୁମେ ଯାହାଙ୍କୁ ତୁଚ୍ଛ କରିଅଛ, ମୁଁ ତାହାଙ୍କ ନାମ ନେଇକି ମୁଁ ଆସିଅଛି, ବା ମୁଁ ତାହାଙ୍କ ନାମରେ ମୁଁ ଆସିଛି। ମୁଁ ଆଜି କ'ଣ କରିବି? ତୁମକୁ ବଧ କରିବି, ତୁମର ପଲିଷ୍ଠୀୟମାନଙ୍କର ମାଂସକୁ ଆକାଶର ପକ୍ଷୀମାନଙ୍କୁ ଏବଂ ବିଲର ପଶୁମାନଙ୍କୁ ଦେବି। ତେବେ ପ୍ରିୟ ବନ୍ଧୁଗଣ, ଦେଖନ୍ତୁ ଦାଉଦଙ୍କର ବିଶ୍ୱାସ ଟିକେ ଦେଖନ୍ତୁ। ସେଥିପାଇଁ ଦାଉଦ କହନ୍ତି, ମୋ ମୃତ୍ୟୁ ଛାୟା ରୂପ ଉପତ୍ୟକା ଦେଇ ଗମନ କଲେ ହେଁ କୌଣସି ବିପଦକୁ ମୁଁ ଭୟ କରିବି ନାହିଁ, କାରଣ ସଦାପ୍ରଭୁ ମୋର ସହବର୍ତ୍ତୀ। ସମସ୍ତ ନମସ୍କାର ପ୍ରିୟ ବନ୍ଧୁଗଣ। ଯଦି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ, ଭିଡ଼ିଓକୁ ଆପଣ ସେୟାର କରନ୍ତୁ। ଯଦି ଚ୍ୟାନେଲକୁ ଆପଣ ପ୍ରଥମ ଥର ପାଇଁ ଆସିଛନ୍ତି, ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରି ରଖନ୍ତୁ, କାରଣ ଆଗାମୀ ଦିନରେ ଏମିତି ଆହୁରି ଅନେକ ଭିଡ଼ିଓ ଆପଣଙ୍କୁ ମିଳିବାକୁ ପାରିବ। ସମସ୍ତଙ୍କୁ ନମସ୍କାର।